ମାନସ ପଡିଆର ଫିଲ୍ମ ଚାଲିବନି ଇଣ୍ଡଷ୍ଟ୍ରି। ନନସେନ୍ସ ଶଳା କପି ପେଷ୍ଟ ଡିରେକ୍ଟର ଫିଲ୍ମ ଚାଲିବ ନାହିଁ। ଏ ହାରାମଜାଦା ପ୍ଲଟ ଉଠେଇକି ଆଡ ସଡୁ କରି ପକେଇକି ଫିଲ୍ମ ଚଲେଇ ପାରିବ ନାହିଁ। ବୁଝିପାରିଲ ତ ଭାଇ? ଖରାପ ଭାବନି ହେଲା। ଆଣ୍ଡ ଭାଇକୁ ଯଦି ଦରକାର ପଡେ ଭାଇ କେବେ ଖରାପ ଭାବିବ କହିଦବ, ଏଇଟା ତ ପର୍ସନାଲ ଜିନିଷ। ଆପଣ ଯଦି ପଶିବେ ଭାଇ ମୁଁ ଓପନଲି ଭାଇ ଏଗେନ୍ଷ୍ଟ କୁ ବାହାରିବ, ମତେ ଭାଇ ଏଗେନ୍ଷ୍ଟ ଧରିବାକୁ ପଡିବ, ତେଣିକି ଯାହା ହେଇଯାଉ ଏଇଟା ପର୍ସନାଲ। ବୁଝିପାରିଲେ? ହଁ। ଆଣ୍ଡ ଆଇ ପ୍ରମିସ ୟୁ 300 ଡିଜିଟାଲ ମାର୍କେଟିଂ ଟିମ୍ ତା ଜି ମାରିଦେବେ ଏଥର। ଆମେ ବୁଝିଗଲୁଣି ଗେମ୍। ଏତେ ଦିନ ଧରି ମାର୍କେଟିଂ ଧରିବାକୁ ଚେଷ୍ଟା କରୁଥିଲି ତ। ଆଇ ଏମ୍ ଅନ୍ ନାଉ। ଯାହା କରିବାର ଅଛି କର, ମୁଁ ଅନ୍ ଅଛି ଗେମ୍ ପାଇଁ। ମୁଁ ହଜମ କରିପାରିବିନି ମାନସ ପଡିହାରୀ ଫ୍ଲପ୍ ଡିରେକ୍ଟର, ମାନେ ଅପରଚୁନିଷ୍ଟ ଡିରେକ୍ଟର, ଅପରଚୁନିଷ୍ଟ ପର୍ସନ। ସେ ଆଗକୁ ବଢିବ ପୁଣି ଗୋଟେ ସୁପରଷ୍ଟାର କାନ୍ଧରେ ମାନେ ବନ୍ଧୁକ ଲଗେଇ। ବୁଝିପାରିଲ? ମୋ ଫିଲ୍ମ ବାର କପି ଷ୍ଟୋରି ଦେଇଥିଲା ମତେ, ଚ୍ୟାଲେଞ୍ଜ ଫିଲ୍ମ ର କପି ଷ୍ଟୋରି ଦେଲା, କର୍ମର କପି ଷ୍ଟୋରି ଦେଲା। କଣ ତା ପାଖରେ ଅଛି? ଆଣ୍ଡ ଏଥର ପ୍ରମିସ କରୁଛି ଏଇଥର ଜି ମାରିଦେବି, କାରଣ ମୁଁ ଏଥର ପୁରା ପ୍ରିପେୟାର୍ଡ ଅଛି। ମୁଁ ସମସ୍ତଙ୍କୁ କହିଲା ପରେ ତମକୁ ଫୋନ କରୁଛି। ଏଭ୍ରିଡେ ଇନଡାଇରେକ୍ଟଲି ଏଇନା ଯିବ, ଫିଲ୍ମ ଯେତେବେଳେ ଆରମ୍ଭ ହବ ଡାଇରେକ୍ଟଲି ଯିବ ତା ଉପରେ ହେଲା। ସୋ ଲେଟ୍ସ ଫାଇଟ୍ ନାଉ। ମତେ କିଛି ଫରକ ପଡୁନି ଅନୁଭବ ମହାନ୍ତିର ଫ୍ୟାନ କ୍ଲବ କଣ କହିବ। I do have a bigger fan club this time handle କରିବା। ମୁଁ କମ୍ପ୍ରମାଇଜ ଜୋନରେ ବି ଯିବାର ନାହିଁ। ଅନୁଭବ ଭାଇକୁ ଏତିକି କହିଦବ ଯେ ସ୍ଥିତ ଆପଣଙ୍କ ଏଗେନଷ୍ଟରେ ନାହିଁ, ସେ ମାନସ ଏଗେନଷ୍ଟରେ ଅଛି। ଯଦି ସେ ମତେ ସେତିକି ଲାଇଟଲି ନଉଛନ୍ତି ଯେ ସ୍ଥିତ ରହିଲେ ନହେଲେ କିଛି ଫରକ ପଡେନି, ମତେ କିଛି ଫରକ ପଡେନି। ଓକେ ଚାଲ, ଗୁଡ ନାଇଟ୍।